ଦେଖିଲେ ଆମ ଟ୍ରେନ୍ର ଗତିକୁ ଅନୁମାନ କରିପାରୁଛନ୍ତି ତ। ଭାବନ୍ତୁନି ପୋଲ ଉପରେ ଚାଲୁଛି ବୋଲି ଏତେ ଧୀରେ ଚାଲୁଛି। ପ୍ରକୃତରେ ଆମ ଟ୍ରେନ୍ ବହୁତ ଲେଟ୍ ଥିଲା, ପ୍ରାୟ 2.5 ଘଣ୍ଟା। ତେଣୁ ଆମେ 11:30 ବଦଳରେ 1:30ରେ ଘରେ ପହଞ୍ଚିଲୁ। ଘରେ ତ ନୁହେଁ, ଷ୍ଟେସନରେ। ମୁଁ କିନ୍ତୁ ବୋର୍ ହେଉନଥିଲି, କାହିଁକିନା ମୁଁ ଝରକା ପାଖରେ ବସି ସବୁ ଦୃଶ୍ୟକୁ ଦେଖୁଥିଲି। ଆଉ ମୋତେ ବହୁତ ଖୁସି ଲାଗୁଥିଲା। ଶରତ ଋତୁ ପାଖେଇ ଆସିଲାଣି, ଆଉ ଅଳ୍ପ ଦିନ ଗଲେ ମା ଆସିବେ। ତେଣୁ ଚାରିଆଡ଼ ଧୀରେ ଧୀରେ ଶୋଭାମୟ ହେବାରେ ଲାଗିଛି। ଆମେ ଟ୍ରେନ୍ରେ ଓହ୍ଲେଇଲୁ, ଆଉ ସିଡ଼ିରେ ଆସିଲୁ। କିଏ କିଏ ସବୁ ଆସୁଛୁ ଦେଖିଲେ। ଏମାନଙ୍କୁ ଆପଣ ଧୀରେ ଧୀରେ ଚିହ୍ନିଯିବେଣି। ଇଏ ପରା ମୋର ପୁତୁରା ବୋହୂ ଆଉ ପୁତୁରା। ବହୁତ ଜିନିଷ ଥିଲା, ତେଣୁ ପୁତୁରା 2 ଥର ଯିବା ଆସିବା କଲା। ଆଉ ଏଇ ଯିଏ ଆସୁଛନ୍ତି ବ୍ଲୁ କଲର୍ର ସାର୍ଟ ପିନ୍ଧିକି, ତାଙ୍କୁ ବି ଆପଣ ମନେ ପକାନ୍ତୁ, ଠିକ୍ ଚିହ୍ନିବେ। ସେ ଆମ ଜ୍ୱଇଁ, ମାତ୍ର 2 ମାସର ଜ୍ୱଇଁ। କିନ୍ତୁ କେତେ ନିଜର ଲାଗୁଥିଲେ ତାଙ୍କ ବ୍ୟବହାରରେ, ଆଉ କ'ଣ କହିବି। ବାଦୁ ବାକି ଜିନିଷ ତକ ଧରି ଆସିଲା। ବର୍ଷା ଜିନିଷ ଜଗିଥିଲା। ସେ ଭାଇ ଭଉଣୀ ପଛରେ ଆସିଲେ। ସମସ୍ତେ ନିଜ ନିଜ ଜିନିଷ ଧରି ସେଇଠି ଏକାଠି ହେଇଗଲୁ। ଏବେ ବିଦାୟ ପର୍ବ ଆରମ୍ଭ। ଏଇଠି ଝିଅ ଜ୍ୱଇଁ ତାଙ୍କ ଘରକୁ ଯିବେ ଭାରି। ସେମାନଙ୍କ ପାଖରେ ସମୟ ନାହିଁ, ଆଜି ତାଙ୍କୁ ଅଫିସ୍ କରିବାକୁ ହେବ। ତେଣୁ ସେମାନେ ଆମ ସହିତ ଆଉ ରହିବେ ନାହିଁ। ସେ ଓଲା ବୁକ୍ କରି ଚାଲିଲେ। ଆମେ ପୁଣି କୁଆଡ଼ୁ ଆସିବୁ? ଭାରି ଦୁଃଖ ଲାଗୁଥିଲା। 6 ଦିନ ହେଲା ଆମେ ସବୁ ଏକାଠି ଚାଲିଥିଲା, ଖାଇବା ପିଇବା, ରହିବା, ବୁଲିବା, ସବୁ କିଛି। ତେଣୁ ବହୁତ ଭଲ ଲାଗୁଥିଲା। ଆଉ ବିଦାୟ ହେଲାବେଳେ ଟିକେ ଦୁଃଖ ଲାଗିବନି? ସେମାନେ ତାଙ୍କ ଘରକୁ ଗଲେ। ଚୁଙ୍ଗା ଯାଇ ଗାଡ଼ି ଧରି ପହଞ୍ଚିଗଲା। 2 ଭାଇ ମିଶି ଜିନିଷପତ୍ର ସଜାଡ଼ିଲେ। ଆମେ ବସିଲୁ। ହେଲେ ବାଦୁକୁ କେଉଁଠି ଛାଡ଼ି ଆଇଲୁ କହିଲେ? ଏତେ ଲଗେଜ୍ ଥିଲା, ବାଦୁ ଏ ଗାଡ଼ିରେ ଆଉ ଜାଗା ହେଲାନି। ତେଣୁ ଆମେ ଗାଡ଼ିରେ ଆସିଲୁ। ସେ କ'ଣ ରାପିଡ଼ୋ ବୁକ୍ କରିକି ଆଇଲା। କେତେବେଳେ ଆମେ ଘରେ ଆସି ପହଞ୍ଚିଗଲୁ, ଆଉ ନିଜର ନିତ୍ୟକ୍ରମ ସାରିଦେଲୁ, ଜଣାପଡ଼ିଲାନି। କାହିଁକିନା ଆଗକୁ ପୁଣି ପ୍ରୋଗ୍ରାମ୍ ଅଛି। ସାଙ୍ଗ ହୋଇ ସମସ୍ତେ ବସିପାରିଲୁନି। ଦଫା ଦଫା ହୋଇ ବସିଲୁ। ଖାଉଛନ୍ତି ବାଦୁ ଆଉ ଚୁଙ୍ଗା। ସେ 2 ଭାଇ ଖାଇଲେ। ମୁଁ ଭାବୁଥିଲି ଆଜି ବଡ଼ଦାଣ୍ଡ କେତେ ଭିଡ଼ ଥିବ କେଜାଣି। ଆମେ ପୁରୀ ଯିବାକୁ ବାହାରି ପଡ଼ିଲୁ। ଦୀପ୍ତି ତ ସବୁ ରୋଷେଇବାସ କରିକି, କଦଳୀପତ୍ର କାଟିକି ସଜାଡ଼ି ଥୋଇଥିଲା। ଆମେ ବି କହିଥିଲୁ ଘରେ ପହଞ୍ଚି ଗାଧୁଆ ପାଧୁଆ କରିବୁ, ଗୁଣ୍ଡାଏ ଲେଖା ଅରୁଆ ଖାଇବୁ, ଆଉ ପୁରୀ ଯିବୁ। ତାହା ହିଁ କଲୁ। ପୁରୀ ଗଲାବେଳେ ମନଟା ବହୁତ ଖୁସି ହେଉଥିଲା, ଏଇଥିପାଇଁ ଯେ ମୁଁ ଏଇ ପୂର୍ବ ରବିବାର ଛାଡ଼ି ତା ପୂର୍ବ ରବିବାର ପୁରୀ ଆସିନଥିଲି। ଆପଣମାନଙ୍କୁ ପୁରା ଭିଡ଼ିଓ ପକାଇଥିଲି। ଠିକ୍ ତା'ର ଅଳ୍ପ ଦିନ ପରେ ପୁଣି ଶୁକ୍ରବାର, ମାନେ ରବିବାରକୁ ରବିବାର 8, ଇଏ ଶୁକ୍ରବାର ପୁରୀ ଯାଉଥିବାରୁ ମନ ବହୁତ ଖୁସି ହେଉଥିଲା। କିନ୍ତୁ ମୁଁ ଯେଉଁଥିପାଇଁ ପୁରୀ ଯାଉଥିଲି ସେ କଥା ଭାବି ମନ ଦୁଃଖ ହେଉଥିଲା। ମନ ଦୁଃଖ ହେଲାବେଳେ ମୁଁ ଝରକା ବାଟେ ବାହାରକୁ ଅନଉଥିଲି। କହୁଥିଲି ନା, ଏବେ ଶରତ ଆକାଶ ନିର୍ମଳ ହେବାରେ ଲାଗିଛି, ଆଉ ଧରଣୀର ଶୋଭା ବଢ଼ିବାରେ ଲାଗିଛି। ମୁଁ ସେଇଆକୁ ଦେଖି ଦେଖି ମନ ଖୁସି କରି ଆଗେଇ ଚାଲିଥିଲି। ଆଉ ଭାବୁଥିଲି, ହଉ, ସେ ପରମ ଗତି ପ୍ରାପ୍ତ ହେଲା, ସ୍ୱର୍ଗବାସୀ ହେଲା। ଆମେ ସଂସାରରେ ରହି ସଂସାର ଧର୍ମ ନିଭେଇବୁ। କାହା କଥା କହୁଛି କହିଲେ? ଏଇ ମୋର ଠକ ସାନ ଭାଇଟା ମ, ତାରି କଥା ବେଳେବେଳେ ମନେ ପଡ଼ିଯାଉଛି, ଆଉ ମନ ଦୁଃଖ ହେଇଯାଉଛି। କିନ୍ତୁ ଚାରିଆଡ଼ର ପରିବେଶ ଦେଖି ଦୁଃଖ ଭୁଲି ବାଟ ଚାଲିଅଛି। ଏମିତି କଥା ହଉ ଆମେ ଯାଇ ବଡ଼ଦାଣ୍ଡରେ ପହଞ୍ଚିଗଲୁ। ଯେହେତୁ ଆମେ ବାଟମଙ୍ଗଳା ପଟେ ଯାଇଥିଲୁ, ଶ୍ରୀ ସେତୁ ପଟେ ନ ଯାଇ ଏପଟେ ଯେଉଁ ପାର୍କିଂଟା ହେଇଛି ସେଇଠି ପହଞ୍ଚିଲୁ। ମୋର ମନେ ପଡ଼ୁଥିଲା ବର୍ଷା ଆଉ ଆମ ଜ୍ୱଇଁ ବିକୁ କେମିତି ଆମେ ସାଙ୍ଗ ହେଇକି ଟ୍ରେନ୍ରେ ଫେରୁଥିଲୁ। କିନ୍ତୁ ସେମାନେ ଆଜି ଆମ ସାଙ୍ଗେ ପୁରୀ ଆସିପାରିଲେନି। କର୍ମର ବନ୍ଧନ, ତାକୁ ବି ତ କରିବାକୁ ପଡ଼ିବ ନା। ମୋର ଖାଲି ଟ୍ରେନ୍ କଥା ମନେ ପଡ଼ୁଥିଲା। ଟ୍ରେନ୍ ତ ଲେଟ୍ ଥିଲା। ଆମେ କେତେ ଥଟ୍ଟା ମଜା ହେଇକି ଚା କଫି ପିଇ ପିଇକି ଆସିଥିଲୁ। ବାଲେଶ୍ୱର ଷ୍ଟେସନ ପହଞ୍ଚିଲେ ମୋ ମନ ଭାରି ଖୁସି ହୋଇଯାଏ। ମୁଁ ଜାଣେ ଓଡ଼ିଶାକୁ ଆସିଗଲି। ଏମିତି ଭାବୁ ଭାବୁ ଆମେ ରିକ୍ସାରେ ବସିଗଲୁ। ଆଉ ସିଆଡ଼େ ଜଗନ୍ନାଥଙ୍କ ମନ୍ଦିର ଦେଖାଗଲା। ମନ୍ଦିର ଦେଖାଗଲେ କ'ଣ ଆଉ କିଛି ମନେ ପଡ଼େ? କି ମାୟା ସେ କାଳିଆ ଜାଣିଛି କେଜାଣି। ଯେତେ ଦେଖୁଥା, ଯେତେ ଯାଉଥା, ମନ ପୁରିବନି, କି କେବେ ଲାଗିବନି ଏବେ ତ ପୁରୀ ଆସିଥିଲି, ଆଉ ଯିବିନି। ଆପଣମାନଙ୍କୁ ଏମିତି ଲାଗେ ନା ନାହିଁ କହିଲେ? ଆମେ 2 ନଣନ୍ଦ ଭାଉଜ ଗୋଟେ ରିକ୍ସାରେ ବସିଲୁ। ସେମାନେ ଅନ୍ୟ ରିକ୍ସାରେ ବସିଲେ। ତେଣୁ ସେମାନଙ୍କ ଭିଡ଼ିଓ ମୁଁ କରିପାରିନି। ହେଲେ ରିକ୍ସାରେ ନ ବସି ବଡ଼ଦାଣ୍ଡରେ ଚାଲି ଚାଲି ଯିବାକୁ ମୋତେ ବହୁତ ଭଲ ଲାଗେ। ହେଲେ ଆଜି ସମୟ ଆମ ପାଖେ ଏତେ କମ୍ ଥିଲା ଯେ ଚାଲିକି ଯିବାକୁ ବି ଆମେ ଇଚ୍ଛା କଲୁନି। ସବୁ ଖାଲି ଦୌଡ଼ି ଦୌଡ଼ି କରିବାକୁ ହେଲା। ଗୋଟିଏ ଭୟ ଥିଲା, ପ୍ରଭୁଙ୍କ ଦର୍ଶନ କେମିତି ମିଳିବ? ସେ ଯେମିତି ଚାହିଁବେ ସେମିତି ମିଳିବ ନା। ଯଦି କେତେବେଳେ ଘଣ୍ଟାକରେ ହେଇଯିବ, କେତେବେଳେ 5 ଘଣ୍ଟା ବି ବିତିଯିବ। ଦରକାର ପଡ଼ିଲେ ତାଙ୍କ ଶ୍ରୀମୁଖ ନ ଦେଖି ଫେରି ଆସିବାର ଦୁର୍ଭାଗ୍ୟ ବି ହୋଇପାରେ।
एकथा ମୁଁ ସବୁବେଳେ ଅନୁଭବ କରିଛି। ଆପଣମାନେ ଯିଏ ପୁରୀ ଯାଇଥିବେ ଅନୁଭବ କରିଥିବେ। ଆମେ କିନ୍ତୁ ପ୍ରାଣ ବିକଳ ହୋଇ ଡାକୁଥିଲୁ, ଜଗାରେ ଟିକେ ଦର୍ଶନ ଦେଇଦେବୁ। ସେମାନେ ତ ଆଜି ହିଁ କେଉଁଝର ଫେରିଯିବେ ନା, ଗଲେ ପୁଣି ତାଙ୍କର କାମ ଅଛି। କେବଳ ତୋ ଦର୍ଶନ ନ କଲେ ଯିବେ ନାହିଁ ବୋଲି ଆମେ ଧାଇଁ ଆସିଛୁ। ସଞ୍ଜ ବୁଡ଼ି ଆସୁଥିଲା, ଆମେ ରିକ୍ସାରେ ଯାଉଥିଲୁ। ଜଗନ୍ନାଥର ମନ୍ଦିରର ଶୋଭା ଅପରୂପ ଲାଗୁଥିଲା। ଅବଶ୍ୟ ସଞ୍ଜ ହେଉ କି ସକାଳ, ଖରାବେଳ ହେଉ କି ପାହାନ୍ତା ପ୍ରହର, ଯାହା ବି ହେଉ, କେତେବେଳେ ଆଉ ଜଗନ୍ନାଥ ଖରାପ ଦିଶନ୍ତି ନା ମନ୍ଦିର ଖରାପ ଦିଶେ? ତାଙ୍କ ଗଠନ କଥା ଚିନ୍ତା କରି ମୁଁ ବେଳେବେଳେ ହସେ। ଏମିତି ମୁହଁର ଗଠନ, କିନ୍ତୁ ଆମକୁ ଏତେ ଭଲ ଲାଗନ୍ତି, ଏତେ ଆକର୍ଷଣୀୟ। ସେ ମାୟାବୀ ନୁହେଁ ତ କ'ଣ? ସତରେ ଆଜି ଧାଡ଼ି ନଥିଲା। ଆମ ଡାକ ଜଗା କାନରେ ବାଜି ଯାଇଥିଲା। ବହୁତ ଫାଙ୍କାରେ ଆମେ ଯାଇ ଖୁବ୍ ଶୀଘ୍ର ଦର୍ଶନ କରି ବାହାରି ଆସିଲୁ। ଦେଖୁନାହାନ୍ତି, ରାତି ହେଇଗଲାଣି। ମୁଁ କହିଲି, ଦେଖ, ଯେତେ ତରତର ହେଲେ ବି ସମସ୍ତେ ଏକାଠି ଆସିଛେ। ଏଇଭଳି ଏକାଠି ହେବା ସହଜ ନୁହେଁ। କାମର ଦାଉରେ ଆମେ ସବୁ ଏକାଠି ହେଇଛେ, ନହେଲେ ଏତେ ଦୂରରୁ ତାଙ୍କ ସୁବିଧାରେ ସେ ସିଧା ଟ୍ରେନରେ ଆସି ପୁରୀ ଦର୍ଶନ କରି ଚାଲିଯାଆନ୍ତି। ଆମ ସୁବିଧାରେ ଆମେ ଆସୁ, ଦେଖା ସାକ୍ଷାତ ହେଇପାରେନି। ମୁଁ ସେଇଠୁ କହିଲି, କିଛି ନହେଲା ନାହିଁ, ଫଟୋ କିନ୍ତୁ ନିଶ୍ଚୟ ଉଠିବ। ଏଇଠି ଆମେ ଅଳ୍ପ କିଛି ଫଟୋ ଉଠେଇଲୁ, ଯାହା ସବୁ ମୁଁ ଆପଣମାନଙ୍କୁ ଦେଖାଇବା ପାଇଁ ପଠେଇ ଦେଇଛି। କିନ୍ତୁ ଆଉ କେଉଁଠି ବି ଆମେ ଫଟୋଟିଏ ଉଠେଇ ନାହୁଁ। ଆଉ ସବୁଠୁ ମଜା କଥା କହିବି, ମୋ ଚାହା ନିଶା ବି ଛାଡ଼ିଗଲା। ଘରୁ ଭାତ ଖାଇକି ଯାଇଥିଲୁ, ରାତି 10ଟାରେ ଆସି ଖାଇ ପିଇକି ଶୋଇଲି। ଉପରଓଳି ଯାକ ଟୋପେ ଚା ବି ପିଇନି। ଆଉ ପୁରୀ ଗଲେ ସବୁବେଳେ ମୁଁ ପଇଡ଼ ପିଏ ବୋଲି କହେ, ଏଥର ପଇଡ଼ ବି ପିଇନି। ସେଇଥିପାଇଁ ବୋଧେ କୃପାମୟ କୃପା କଲେ ଆମେ ଖୁବ୍ ଶୀଘ୍ର ଦର୍ଶନ କରି ବାହୁଡ଼ି ଆସିଲୁ। ଆଉ କଥା ହେଉଥିଲୁ, ଏଇଟା ବୋଧେ ଜୀବନର ସର୍ବଶୀଘ୍ର ମହାପ୍ରଭୁଙ୍କ ଦର୍ଶନ। ଏଇ କଥା କହିଲା ବେଳକୁ ମୋ ପୁଅ ଆସି ପହଞ୍ଚିଗଲା। ମୋ ପୁରୀ ପୁଅ ନାଁ କ'ଣ କହିବେ ଆପଣମାନେ? କିଏ କିଏ ମନେ ରଖିଛନ୍ତି? ମୁଁ କହିଲି, ଜାଣିଛ ବାପା, ଏ ବର୍ଷ ନା ମୁଁ ଜମା କେଉଁଠି ଗଣେଶଙ୍କ ମେଢ଼ ଦର୍ଶନ କରିନି। ସେ କହିଲେ, ବୋଉ ଚାଲ, ବାଟରେ ପୁରା ପଡ଼ିବ, ମୁଁ ତୁମକୁ ଦର୍ଶନ କରାଇଦେବି। ମୁଁ କହିଲି, ତାହେଲେ ଠିକ୍ ଅଛି, ମୋର ଗୋଟେ ଭିଡ଼ିଓ ବି କରିଦେବ। ମୁଁ ଦର୍ଶନ କଲାବେଳେ ସେ ମୋ ଭିଡ଼ିଓ କଲେ। ସତରେ ଆମେ ଅଯୋଧ୍ୟାରୁ ବନାରସ ଗାଡ଼ିରେ ଗଲୁ, 230 ନା କେତେ କିଲୋମିଟର, କିନ୍ତୁ ବାଟରେ କେଉଁଠି ଗୋଟିଏ ହେଲେ ବି ଆମେ ଗଣେଶ ମେଢ଼ ଦେଖିନୁ। ଏମିତି କଥା ହଉ ଆମ ପାର୍କିଂ ଜାଗାରେ ଆମେ ଆସି ସମସ୍ତେ ପହଞ୍ଚିଗଲୁ। ସେଠି ପୁଣି ସେମାନଙ୍କର ଗୋଟେ ଫଟୋ ନେଇଗଲି, କାହିଁକିନା ଆଜି ଫଟୋ ଉଠାଇବାକୁ ପ୍ରାୟ ହିଁ ଅବସର ନଥିଲା। ଏମିତି ତରତରରେ ଆସି ଯାହା ହଉ ଯଥା ସମୟରେ ପହଞ୍ଚିଗଲୁ। ସେମାନେ କେଉଁଝରକୁ ତାଙ୍କର ଫେରନ୍ତି ବସ୍ ପାଇଗଲେ। ଆଉ ସୁରୁଖୁରୁରେ ଯାଇ ପହଞ୍ଚିଲେ ବୋଲି ଭାଉଜ ଫୋନ୍ କରିଥିଲା। ଆଜି ମୋ ଭାଇର ଶ୍ରାଦ୍ଧ, କିନ୍ତୁ ଆମ ଘର ତରଫରୁ ଆଉ କେହି ଶ୍ରାଦ୍ଧ କାମରେ ଯୋଗ ଦେବାକୁ ଯାଇପାରିଲୁନି। ମୁଁ ତ ବୁଲି ବୁଲି ଆସିଛି, କିଏ ଆଉ ଯିବ? ଆଜି ଘରେ ମୁଁ ଧୀରେ ଧୀରେ ପ୍ରକୃତିସ୍ଥ ହେଉଛି। କାଲି ରାତିରେ ମୋ ଝିଅ ଆସିଥିଲା, ମୁଁ ଫୁଲ ତୋଳି ଥୋଇଥିଲି। ସେ କହିଲା, ବୋଉ ଯା, ତୁ ଅନ୍ୟ କାମ କର, ମୁଁ ମାଳ। ସେ ଆଜି ମାଳ ଗୁନ୍ଥିଛି, ଦେଖିଲେ ତା ହାତ ଗୁନ୍ଥା ମାଳ କେମିତି ଲାଗୁଛି। ଆମ ଘରେ ଆମେ ସମସ୍ତେ ମାଳ ଗୁନ୍ଥିବାକୁ ଭଲ ପାଉ। ବୋଧହୁଏ ମୁଁ ଗୁନ୍ଥେ ତ, ସେଇଥିପାଇଁ ଆଜି ଭାବିଲି ମୋ ଝିଅର ମାଳ ଗୁନ୍ଥା ଆପଣମାନଙ୍କୁ ଦେଖେଇବି। ଆଉ ମୁଁ ଏଣିକି ଘରେ ଆସି ପହଞ୍ଚିଗଲି, ତେଣୁ ମୋର ମାଳ ଗୁନ୍ଥା ପରେ ଦେଖିବା। ଆଉ ଆପଣମାନଙ୍କୁ ସବୁ ଜଣାଇଦେଲି। ମୁଁ ଭଲରେ ଭଲରେ ଆସି ଘରେ ପହଞ୍ଚିଛି, ମୋ ଦେହ ବି ଭଲ ଅଛି। ହେଲେ ସେଠି ଆମେ କ'ଣ ସବୁ କଲୁ ନ କଲୁ, ମୁଁ ଧୀରେ ଧୀରେ ବିଭିନ୍ନ ଭିଡ଼ିଓରେ ଜଣାଇବି। ଆଜି ବି ମୁଁ ଗୋଟେ କାମରେ ବାହାରି ଯାଉଛି, ସେଇଥିପାଇଁ ଏ ଭିଡ଼ିଓଟି ଶୀଘ୍ର ପକାଇ ଦେଉଛି। ଆଉ ରବିବାର ଅଛି, ଆପଣମାନେ ଦେଖିବେ, ତାହେଲେ କହିବେ ମୋ ଝିଅ ହାତ ଗୁନ୍ଥା ଫୁଲମାଳ କେମିତି ଦେଖାଯାଉଛି।